क्षमा करंतु ଆପଣମାନଙ୍କ ଜୀବନରେ God says, seek my kingdom first. ତେଣୁ ପରମେଶ୍ୱରଙ୍କ ବାକ୍ୟରେ ଲେଖା ଅଛି ପରମେଶ୍ୱରଙ୍କୁ ଅନୁସନ୍ଧାନ କର। If you seek properly the kingdom of God, ଆପଣମାନେ ଯଦି ପ୍ରକୃତରେ ପରମେଶ୍ୱରଙ୍କୁ ଖୋଜିବେ, God says, ପରମେଶ୍ୱର କହନ୍ତି everything shall be added unto you. ଆପଣଙ୍କ ଜୀବନରେ ପ୍ରତ୍ୟେକ ସମସ୍ୟାକୁ ଗେଟ୍ ଆଉଟ୍ କରା ଦିଆଯାଇ ଆଶୀର୍ବାଦ ମାନେ Hallelujah. ହାଲେଲୁୟା। So here Paul says, walk in Him. ପରମେଶ୍ୱରଙ୍କ ସହିତ ଚାଲନ୍ତୁ। Here is two meanings. এই ଜାଗାରେ ଦୁଇଟା ଶବ୍ଦ ଆମେ ଦେଖିବାକୁ ପାଉଛୁ। Walk with Him ତାଙ୍କର ସହିତ ଚାଲିବା ପାଇଁ ଚେଷ୍ଟା କରନ୍ତୁ and walk in Him. ଆଉ ତାଙ୍କର ସହିତ ରହିବା ପାଇଁ ଚେଷ୍ଟା କରନ୍ତୁ। Walk with Him is just like you walking together with Him. ଆଉ ତାଙ୍କର ସହିତ କାମ କରିବାର ମାନେ ହେଉଛି ତାଙ୍କ ସହିତ ମିଶିକି କାମ କରିବା। Example like we walk on rally. ଆଉ ଉଦାହରଣ ଦଉଛି ଯେତେବେଳେ ଆପଣମାନଙ୍କୁ ନେତା ମନ୍ତ୍ରୀ ମାନେ ଡାକନ୍ତି ରାଲି କରିବା ପାଇଁ ଆଉ ସେମାନେ ଯେମିତି ଆପଣମାନଙ୍କୁ କହିବେ ସେନ୍ତା ପତାକା ଧରିକି ପଛେ ପଛେ ଆମେ ଚାଲିଛୁ। To those people, ଆଉ ସେଇ ପ୍ରକାର ଲୋକମାନେ we can say ଆମେ କହିବା they have accepted Christ, ସେମାନେ ପରମେଶ୍ୱରକୁ ଜାଣିଛନ୍ତି but they are not in God. ଆଉ ପରମେଶ୍ୱର ତାଙ୍କର ସହିତ ନାହାନ୍ତି। They are just a follower. ଆମେ ସେମାନଙ୍କୁ କହିବେ ଅନୁସରଣକାରୀ। They just believe for their earning. ଆଉ ସେମାନଙ୍କର କିଛି ମାନେ ଆର୍ଥିକ ଆୟ ହବ ବୋଲିକି ତାଙ୍କର ସହିତ ସେମାନେ ଅନୁସରଣ କରନ୍ତି। But when we go into the deeper of walk in Him, ମାତ୍ର ଯେତେବେଳେ ସମ୍ପୂର୍ଣ୍ଣ ଭାବରେ ପରମେଶ୍ୱରଙ୍କର ସହିତ ଆମେ ରହିବା that is written in His book. ଆଉ ସେ ଆପଣମାନଙ୍କର ପୁସ୍ତକ ବା ବାଇବେଲରେ ଲେଖାଯାଇଅଛି। I want to say, ମୁଁ ଏହା କହିବା ପାଇଁ ଚାହେଁ how many of you are reading the Bible every day without abstaining? ମିଛ ନ କହିକି ସତ କଥା କହିବେ କେତେ ଜଣ ସବୁଦିନ ବାଇବେଲ ପଠନ କରୁଛନ୍ତି? ଦୟାକରି ପରମେଶ୍ୱରଙ୍କର ଉପସ୍ଥିତିରେ ଆପଣ ଆମେ ପାଉଛୁ ଅଛୁ କେତେ ଜଣ ଲୋକମାନେ ସବୁଦିନ ବାଇବେଲ ପଢନ୍ତି? ହାତ ଉଠାନ୍ତୁ। For the people who do not know to read, ଯେଉଁ ଲୋକମାନେ ବାଇବେଲ ପଢିବା ପାଇଁ ଜାଣନ୍ତି ନାହିଁ nowadays ଆଉ ଏହି ସମୟରେ there is a voice Bible in all different apps. ଆଉ ଏହି ଦିନ ମାନଙ୍କରେ ମୋବାଇଲ ହଉ କିମ୍ବା ବିଭିନ୍ନ ପ୍ରକାର ଆପ୍ସ ମାନଙ୍କରେ ବା ଯୋଉ ବାଇବେଲ ନେଇକି କଥା କହିବ ଯେମିତି ରେଡିଓ ହେଲା ଆଉ ଗୋଟେ ବାଇବେଲ ଅଛି ନେଇକି ରେଡିଓ ଅନ୍ କରିଦେଲେ ସବୁତକ ବାଇବେଲକୁ ପଢିକି ବୁଝେଇକି ଶୁଣିଦେବା ବିଷୟ ମାନେ ବି ରହିଛି। We can do that. ଆଉ ସେ ସବୁ ଆପଣ ମାନେ ମୋର ଶୁଣିକିରି ମଧ୍ୟ ଜାଣିପାରିବେ। who don't know to read. ଯେଉଁମାନେ ପଢିକି ଲେଖି ଜାଣନ୍ତି ନାହିଁ ତାଙ୍କ ପାଇଁ ମୁଁ କହୁଛି And meditate the words day by day. ଦୟାକରି ଆଉ ଯେଉଁମାନେ ପଢା ଲେଖା ଜାଣନ୍ତି ସେମାନେ ବାକ୍ୟକୁ ମେଡିଟେଟ୍ କରନ୍ତୁ, ବାକ୍ୟର ସହିତ ଚାଲନ୍ତୁ, ବାକ୍ୟକୁ ଆପଣମାନେ ବୁଝିବା ପାଇଁ ଚେଷ୍ଟା କରନ୍ତୁ, ପଠନ କରିବା ପାଇଁ ଚେଷ୍ଟା